କୌଣସି ଲେଖାକୁ ଆବଶ୍ୟକୀୟ ସଂଶୋଧନ ପୂର୍ବକ ଶବ୍ଦ ଓ ବାକ୍ୟକୁ ଅଧିକ ଭାବସମ୍ବେଦୀ କରିବା ମାଧ୍ୟମରେ ପ୍ରଭାବଶାଳୀ ପରିବେଷଣକୁ ଆମେ କ'ଣ କହିଥାଉ? ଉତ୍ତର ସମ୍ପାଦନା। ପରବର୍ତ୍ତୀ ପ୍ରଶ୍ନ। ଅତୀତ କାଳରେ ପୁସ୍ତକ କହିଲେ ମୁଖ୍ୟତଃ କାହାକୁ ବୁଝାଉଥିଲା? ଉତ୍ତର ଧର୍ମୀୟ ଗ୍ରନ୍ଥମାନଙ୍କୁ ଅଥବା ପାଠ୍ୟ ପୁସ୍ତକଙ୍କୁ। ପରବର୍ତ୍ତୀ ପ୍ରଶ୍ନ। ସମ୍ବାଦପତ୍ର ସମ୍ପାଦନାର ଏକ ପ୍ରମୁଖ ବା ମୁଖ୍ୟ ସ୍ତର କ'ଣ? ଉତ୍ତର କପି ଏଡିଟିଂ। ପରବର୍ତ୍ତୀ ପ୍ରଶ୍ନ। ଆମେରିକାର MLA ଷ୍ଟାଇଲ ସିଟ୍ କେଉଁ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ? ଉତ୍ତର ଗବେଷଣା କ୍ଷେତ୍ରରେ। ପରବର୍ତ୍ତୀ ପ୍ରଶ୍ନ। ତାମ୍ରଫଳକ ବା ତାମ୍ରପତ୍ର ଅନ୍ୟତମ ଲିଖନ ଉପକରଣ ଭାବରେ ଚତୁର୍ଦ୍ଦଶ ଶତକରୁ ପ୍ରଚଳିତ ଥିବାର ପ୍ରମାଣ କେଉଁଠୁ ମିଳେ? ଉତ୍ତର ଚୀନ ପରିବ୍ରାଜିକ ଫାହିୟାନଙ୍କ ବିବରଣୀରୁ ଜଣାପଡ଼େ। ପରବର୍ତ୍ତୀ ପ୍ରଶ୍ନ। ଲେଖନୀ ଦ୍ୱାରା ଖୋଦିତ ତାଳପତ୍ରକୁ କ'ଣ କୁହାଯାଏ? ଉତ୍ତର ପୋଥି। ପରବର୍ତ୍ତୀ ପ୍ରଶ୍ନ। କାହା ଉଦ୍ୟମରେ ଅନେକ ପ୍ରାଚୀନ ପାଣ୍ଡୁଲିପିର ପାଠୋଦ୍ଧାର କରାଯାଇ ଆଧୁନିକ କାଗଜ ମୁଦ୍ରିତ ରୂପ ପ୍ରଦାନ କରାଯାଇଥିଲା? ଉତ୍ତର ଆର୍ତ୍ତବଲ୍ଲଭ ମହାନ୍ତି। ପରବର୍ତ୍ତୀ ପ୍ରଶ୍ନ। କାହା ଉଦ୍ୟମରେ ଓଡ଼ିଶାରୁ ସଂଗୃହୀତ ତାଳପତ୍ର ପୋଥି ବଙ୍ଗଳାର ଏସିଆଟିକ ସୋସାଇଟିରେ ସଂରକ୍ଷିତ ଅବସ୍ଥାରେ ଅଛି? ଉତ୍ତର ଊନବିଂଶ ଶତାବ୍ଦୀର ରାଜା ରାଜେନ୍ଦ୍ରଲାଲ ମିତ୍ରଙ୍କ ଉଦ୍ୟମରେ। ପରବର୍ତ୍ତୀ ପ୍ରଶ୍ନ। ୱିକିପିଡ଼ିଆ କେବେ ଆରମ୍ଭ ହୋଇଥିଲା? ଉତ୍ତର 15 ଜାନୁଆରୀ 2001। ପରବର୍ତ୍ତୀ ପ୍ରଶ୍ନ। ବାକ୍ୟରେ ଶୁଦ୍ଧତା ବା ପରିପୂର୍ଣ୍ଣ ଅର୍ଥ ପ୍ରକାଶ ନିମନ୍ତେ କେଉଁ ଚିହ୍ନର ବ୍ୟବହାର କରାଯାଏ? ଉତ୍ତର ବିରାମ ଚିହ୍ନ। ପରବର୍ତ୍ତୀ ପ୍ରଶ୍ନ। ଉତ୍କଳ ଭାରତୀଙ୍କ ଉକ୍ତି ଏହି କବିତା କାହାର ରଚନା? ଉତ୍ତର ଗଙ୍ଗାଧର ମେହେର। ପରବର୍ତ୍ତୀ ପ୍ରଶ୍ନ। ସମ୍ପାଦକଙ୍କୁ କିଏ ନିଯୁକ୍ତି କରିବା ଉଚିତ? ଉତ୍ତର ପ୍ରକାଶକ। ପରବର୍ତ୍ତୀ ପ୍ରଶ୍ନ। କାହା ଅଧୀନରେ ମୁଖ୍ୟ ସମ୍ବାଦଦାତା ବା ଚିଫ୍ ରିପୋର୍ଟର ଓ ତାଙ୍କର ଦଳ କାର୍ଯ୍ୟ କରିଥାନ୍ତି? ଉତ୍ତର ନ୍ୟୁଜ୍ ବ୍ୟୁରୋ ମୁଖ୍ୟ। ପରବର୍ତ୍ତୀ ପ୍ରଶ୍ନ। ବାର୍ତ୍ତା ସମ୍ପାଦକ କାହା ଅଧୀନରେ ରହିଥାନ୍ତି? ଉତ୍ତର ନ୍ୟୁଜ୍ ବ୍ୟୁରୋ ମୁଖ୍ୟ। ପରବର୍ତ୍ତୀ ପ୍ରଶ୍ନ। ଫଟୋଗ୍ରାଫର ଓ ପ୍ରୁଫ୍ ରିଡର କାହା ନିର୍ଦ୍ଦେଶକ୍ରମେ କାର୍ଯ୍ୟ କରିଥାନ୍ତି? ଉତ୍ତର ବାର୍ତ୍ତା ସମ୍ପାଦକ। ପରବର୍ତ୍ତୀ ପ୍ରଶ୍ନ। ସମ୍ବାଦପତ୍ରରେ ବା ଯେକୌଣସି ନ୍ୟୁଜ୍ରେ ଯେତେବେଳେ କୌଣସି ଆଇନଗତ ତ୍ରୁଟି ଆସେ ତେବେ କାହାକୁ ନ୍ୟାୟାଳୟକୁ ଡକାଯାଏ? ଉତ୍ତର ସମ୍ପାଦକ। ପରବର୍ତ୍ତୀ ପ୍ରଶ୍ନ। ରେଡ଼ିଓ ଏବଂ ଟେଲିଭିଜନ କେଉଁ ପ୍ରକାର ଗଣମାଧ୍ୟମ? ଉତ୍ତର ବୈଦ୍ୟୁତିକ ଗଣମାଧ୍ୟମ। ପରବର୍ତ୍ତୀ ପ୍ରଶ୍ନ। ସମସ୍ତ ପ୍ରକାରର ପ୍ରକାଶନରେ କିଏ ମୁଖ୍ୟ? ଉତ୍ତର ମୁଖ୍ୟ ସମ୍ପାଦକ ବା ଏଡିଟର ଇନ୍ ଚିଫ୍। ପରବର୍ତ୍ତୀ ପ୍ରଶ୍ନ। ଚିତ୍ର ଆସୁଥିବା ସଂସ୍ଥାନ ଗୁଡ଼ିକୁ କେତେ ଅର୍ଥରାଶି ଦେବାକୁ ପଡ଼ିବ ତାହା କିଏ ଧାର୍ଯ୍ୟ କରିଥାନ୍ତି? ଉତ୍ତର ଚିତ୍ର ଏଡିଟର ବା ଚିତ୍ର ସମ୍ପାଦକ। ପରବର୍ତ୍ତୀ ପ୍ରଶ୍ନ। ବାହ୍ୟ ଲେଖକଙ୍କ ଠାରୁ ଲେଖା ସଂଗ୍ରହ କରିବା ଏବଂ ଏହା ସହ ଲେଖାର ଗୁଣାତ୍ମକ ମାନ କିଭଳି ବଜାୟ ରହିବ ଏହା କାହାର ଦାୟିତ୍ୱ? ଉତ୍ତର କପି ଏଡିଟର। ପରବର୍ତ୍ତୀ ପ୍ରଶ୍ନ। ସମସ୍ତ ପାଠର ସଠିକ୍ ବ୍ୟାକରଣ ଓ ବନାମକୁ ଯାଞ୍ଚ କରିବା କାହାର କାର୍ଯ୍ୟ? ଉତ୍ତର ପ୍ରୁଫ୍ ରିଡର୍ସ ବା ପାଠ ସଂଶୋଧକ। ପରବର୍ତ୍ତୀ ପ୍ରଶ୍ନ। ପତ୍ରିକା ନିମନ୍ତେ ପାଠ ଗ୍ରହଣ କରିବା, କପି ଲେଖିବା, ବିଭାଗ ନିମନ୍ତେ ଛବି ପ୍ରାପ୍ତ କରିବା ଏହା କାହାର କାର୍ଯ୍ୟ? ଉତ୍ତର ବିଭାଗୀୟ ସମ୍ପାଦକ। ପରବର୍ତ୍ତୀ ପ୍ରଶ୍ନ। ସମ୍ବାଦପତ୍ରର ବିଭିନ୍ନ ସଂସ୍କରଣରେ ପ୍ରକାଶ ପାଉଥିବା ସମସ୍ତ ସମ୍ପାଦକୀୟ ବିଷୟର ଦାୟିତ୍ୱ କିଏ ନେଇଥାନ୍ତି? ଉତ୍ତର ଏଡିଟର ଇନ୍ ଚିଫ୍। ପରବର୍ତ୍ତୀ ପ୍ରଶ୍ନ। ପ୍ରାଚୀନ କାଳରେ କେଉଁ ପ୍ରକାର ବିଦ୍ୟାର ପ୍ରଚଳନ ଥିଲା? ଉତ୍ତର ମୁଖସ୍ଥ। ପରବର୍ତ୍ତୀ ପ୍ରଶ୍ନ।
ପାଣ୍ଡୁଲିପିର ସଂଖ୍ୟା ଦୃଷ୍ଟିରୁ କେଉଁ ଦେଶ ପୃଥିବୀରେ ସବୁଠାରୁ ସମୃଦ୍ଧ ଦେଶ? ଉତ୍ତର ଭାରତ। ପରବର୍ତ୍ତୀ ପ୍ରଶ୍ନ, କବିଙ୍କର ରଚନାରୁ ସୁରକ୍ଷିତ କରି ରଖିବା ନିମିତ୍ତ ଗ୍ରନ୍ଥର ଅନୁଲିଖନ ଏକାନ୍ତ ଆବଶ୍ୟକ। ଏହା କେଉଁ ଗ୍ରନ୍ଥରେ ଉଲ୍ଲେଖ ଅଛି? ଉତ୍ତର ରାଜଶେଖରଙ୍କର କାବ୍ୟମୀମାଂସାରେ। ପରବର୍ତ୍ତୀ ପ୍ରଶ୍ନ, ପୋଥି ଲେଖା ଶେଷ ହୋଇଗଲେ ଶେଷରେ ଲିପିକାର ନିଜ ପରିଚୟ ଆଦି ଯେଉଁ କେତେକ ପଂକ୍ତି ତହିଁରେ ଯୋଡ଼ି ଦେଇଥାଏ ତାହାକୁ କ'ଣ କୁହାଯାଏ? ଉତ୍ତର ପୁଷ୍ପିକା। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀଯୁକ୍ତ ତପନ ମୋହନ ଚଟ୍ଟୋପାଧ୍ୟାୟ କେଉଁ ଭାଷା ସାହିତ୍ୟର ସମାଲୋଚକ? ଉତ୍ତର ବଙ୍ଗଭାଷା ସାହିତ୍ୟର। ପରବର୍ତ୍ତୀ ପ୍ରଶ୍ନ, ପୁଷ୍ପିକା ହେଉଛି ପୋଥିର ଶେଷ କଥା, ଏହା କିଏ କହିଥିଲେ? ଉତ୍ତର ଶ୍ରୀଯୁକ୍ତ ଚିନ୍ତାହରଣ ଚକ୍ରବର୍ତ୍ତୀ। ପରବର୍ତ୍ତୀ ପ୍ରଶ୍ନ, ସମାଜ ତତ୍ତ୍ୱ କେଉଁ ପୋଥିଶାଳାରେ ରକ୍ଷିତ? ଉତ୍ତର ବିଶ୍ୱଭାରତୀ। ପରବର୍ତ୍ତୀ ପ୍ରଶ୍ନ, ପ୍ରତ୍ୟେକ ଗ୍ରାମର ଭାଗବତ ଘରମାନଙ୍କରେ କ'ଣ ଧର୍ମ ଓ ସାହିତ୍ୟ ଚର୍ଚ୍ଚାର ଗୋଟିଏ ଗୋଟିଏ କେନ୍ଦ୍ର ଥିଲା? ଉତ୍ତର ପୋଥିଗାଦି। ପରବର୍ତ୍ତୀ ପ୍ରଶ୍ନ, ପ୍ରଶସ୍ତି ସଂଗ୍ରହ ଗ୍ରନ୍ଥ କେଉଁଠୁ ପ୍ରକାଶିତ? ଉତ୍ତର ଏଲାହାବାଦ। ପରବର୍ତ୍ତୀ ପ୍ରଶ୍ନ, କାହାର ଗୀତା ଅନୁବାଦ ଯଥାକ୍ରମେ ଦର୍ପଣୀ ରାଜା ଓ ଏମ୍.ଆର୍. ମଠାଧୀଶ ଛପାଇ ବିନା ମୂଲ୍ୟରେ ବିତରଣ କରିଥିଲେ? ଉତ୍ତର ବିହାରୀଲାଲ ଗୀତା ଓ ଜଗବନ୍ଧୁ ସିଂହଙ୍କ ଗୀତା। ପରବର୍ତ୍ତୀ ପ୍ରଶ୍ନ, ଇତିହାସ ନାମକ ପୋଥିଟିକୁ କିଏ ଏବଂ କେତେ ଦିନରେ ସମ୍ପୂର୍ଣ୍ଣ କରିଥିଲେ? ଉତ୍ତର ରାମଚନ୍ଦ୍ର ଦେବ ମହାରାଜାଙ୍କ 17 ଅଙ୍କ କନ୍ୟା 5 ଦିନେ ସମ୍ପୂର୍ଣ୍ଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ଇତିହାସ ନାମକ ପୋଥିଟି ଭାଗବତର କେତେତମ ସ୍କନ୍ଧ? ଉତ୍ତର 11ତମ ସ୍କନ୍ଧ। ପରବର୍ତ୍ତୀ ପ୍ରଶ୍ନ, ଅତାପିର୍ଫ୍ୟୁତ ଜେନ ବାତାପିଶ୍ଚ ମହାସୁରଃ ସମୁଦ୍ର ଶୋଷିତ ଜେନ ସମେ ଅଗସ୍ତ୍ୟ ପ୍ରସିଦତୁ। ଏହି ଶ୍ଲୋକ କିଏ ଏବଂ କେତେବେଳେ ବୋଲନ୍ତି? ଉତ୍ତର ବ୍ରାହ୍ମଣମାନେ ଗୁରୁ ଭୋଜନ କୌଣସିଠାରେ ମିଳିଗଲେ ପେଟରେ ହାତ ବୋଲାଇ ଏହି ଶ୍ଲୋକ ବୋଲନ୍ତି। ପରବର୍ତ୍ତୀ ପ୍ରଶ୍ନ, ବହୁ ପ୍ରାଚୀନ କାଳରୁ ଯେ ପୋଥି ବିକ୍ରୟ ପ୍ରଥା ଚଳୁଛି ଏହା କେମିତି ଜଣାପଡ଼େ? ଉତ୍ତର ଏହା ପ୍ରଶସ୍ତି ସଂଗ୍ରହ ଗ୍ରନ୍ଥରୁ ମିଳେ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶା ମ୍ୟୁଜିୟମରେ ଥିବା ପ୍ରାଚୀନତମ ପୋଥି କେଉଁଟି? ଉତ୍ତର ଅଭିନବ ଗୀତଗୋବିନ୍ଦ। ପରବର୍ତ୍ତୀ ପ୍ରଶ୍ନ, ଅଭିନବ ଗୀତଗୋବିନ୍ଦ କେଉଁ ସମୟର? ଉତ୍ତର 1466 ମସିହା ଗଜପତି ପୁରୁଷୋତ୍ତମ ଦେବଙ୍କ ସମୟର। ପରବର୍ତ୍ତୀ ପ୍ରଶ୍ନ, ହେ ସାଧୁ ଜନମାନେ ଶୁଦ୍ଧ ଅଶୁଦ୍ଧ ପୁରାଇ ଗାଇବ ଲେଖନକାର ଦୋଷ ନ ଧରିବ। ଏହା କେଉଁ ଗ୍ରନ୍ଥର? ଉତ୍ତର ଭାଗବତ ପ୍ରଥମ ସ୍କନ୍ଧ। ପରବର୍ତ୍ତୀ ପ୍ରଶ୍ନ, ଭୀମ ୟାଦି ଚୁର୍ଜନାନା ରୋନେ ୟହ ହୟ ଭଙ୍ଗ ମୁନିଗଣେର ମତିଭ୍ରମ ଆମିକି ପତଙ୍ଗ। ଏହା କେଉଁ ଗ୍ରନ୍ଥର? ଏହା କେଉଁ ପୋଥି? ଉତ୍ତର ପରିଷଦ ପୋଥି। ପରବର୍ତ୍ତୀ ପ୍ରଶ୍ନ, ଗ୍ରନ୍ଥକର୍ତ୍ତା ମୁନି ବ୍ୟାସୋ ଲେଖକୋପି ବିନାୟକ ତଥାପି ସ୍ଖଳିତଃ ବୁଦ୍ଧି ମନୁଷ୍ୟାଣାଂ ଚକା। ଏହା କେଉଁ ଗ୍ରନ୍ଥର ପୁଷ୍ପିକା? ଉତ୍ତର ଗୁପ୍ତ ଭାଗବତର। ପରବର୍ତ୍ତୀ ପ୍ରଶ୍ନ, ଦୂତ କାବ୍ୟର ମୁଖ୍ୟ ରସ କେଉଁଟି? ଉତ୍ତର ବିପ୍ରଲମ୍ଭ ଶୃଙ୍ଗାର। ପରବର୍ତ୍ତୀ ପ୍ରଶ୍ନ, ଚିଟାଉ କ'ଣ? ଉତ୍ତର ଓଡ଼ିଆ ସନ୍ଦେଶ କାବ୍ୟର ଅନ୍ୟତମ ରୂପ। ପରବର୍ତ୍ତୀ ପ୍ରଶ୍ନ, ଚୌପଦୀରେ କେତେ ପଦକୁ ନେଇ ଲେଖାଯାଇଥାଏ? ଉତ୍ତର 4ରୁ 10 ପଦ ପର୍ଯ୍ୟନ୍ତ। ଚୌପଦୀ କାହାର ଅପଭ୍ରଷ୍ଟ ରୂପ ବୋଲି ମନେ ହୁଏ? ଉତ୍ତର ସଂସ୍କୃତ ଚତୁଷ୍ପଦୀ। ଚୌପଦୀର ମୁଖ୍ୟ ରସ କ'ଣ? ଉତ୍ତର ଶୃଙ୍ଗାର ଏବଂ ମଧୁର ରସ। ପରବର୍ତ୍ତୀ ପ୍ରଶ୍ନ, ବଜାର ବୋଲି କାହାର ରଚନା? ଉତ୍ତର ଉପେନ୍ଦ୍ର ଭଞ୍ଜ। ପରବର୍ତ୍ତୀ ପ୍ରଶ୍ନ, ସଂସାର ବଳି କାହାର ରଚନା? ଉତ୍ତର ଦୀନକୃଷ୍ଣ। ପରବର୍ତ୍ତୀ ପ୍ରଶ୍ନ, ପଦିଆ କେଉଁ ରସାଶ୍ରିତ? ଉତ୍ତର ଶୃଙ୍ଗାର ରସ। ପରବର୍ତ୍ତୀ ପ୍ରଶ୍ନ, ପଦିଆର ପ୍ରଥମ ନିଦର୍ଶନ କେଉଁଠି ଏବଂ କେବେ ହୋଇଥିଲା? ଉତ୍ତର ଅଷ୍ଟାଦଶ ଶତାବ୍ଦୀରେ ଭାଗରେ
ସୁନ୍ଦର ପଟ୍ଟନାୟକଙ୍କ ଛପନ ପଦିଆ। ପରବର୍ତ୍ତୀ ପ୍ରଶ୍ନ, ପୋଇ କେଉଁ ପଦରୁ ନିଷ୍ପନ୍ନ ହୋଇଛି ବୋଲି କୁହାଯାଏ? ଉତ୍ତର ସଂସ୍କୃତ ପଦୀ ଶବ୍ଦରୁ। ପରବର୍ତ୍ତୀ ପ୍ରଶ୍ନ, ସର୍ପଜନନ କାହାର କୃତି? ଉତ୍ତର କବି ସୂର୍ଯ୍ୟ। ପରବର୍ତ୍ତୀ ପ୍ରଶ୍ନ, ଆର୍ତ୍ତତ୍ରାଣ ଚଉଦିଶା କାହାର ସୃଷ୍ଟି? ଉତ୍ତର ଦୀନକୃଷ୍ଣଙ୍କ। ପରବର୍ତ୍ତୀ ପ୍ରଶ୍ନ, ଭଜନର ସୃଷ୍ଟି ସମୟ କେବେ? ଉତ୍ତର ପଞ୍ଚସଖା ଯୁଗ ବା ଷୋଡ଼ଶ ଶତାବ୍ଦୀ। ପରବର୍ତ୍ତୀ ପ୍ରଶ୍ନ, କାହାର ଭଜନ ଗୁଡ଼ିକ ମହିମା ଧର୍ମକୁ ଆଶ୍ରୟ କରିଅଛି? ଉତ୍ତର ଭୀମ ଭୋଇଙ୍କର। ପରବର୍ତ୍ତୀ ପ୍ରଶ୍ନ, ଭଜନ ବାଇମନ ହେ କାହାର ରଚନା? ଉତ୍ତର ଅଚ୍ୟୁତାନନ୍ଦ। ପରବର୍ତ୍ତୀ ପ୍ରଶ୍ନ, ଭଜନ ଭୁଲାମନ ଭୁଲୁ କାହିଁକି ଏହା କାହାର ରଚନା? ଉତ୍ତର ଜଗନ୍ନାଥ ଦାସ। ମାତୃଗର୍ଭ ନିର୍ଣ୍ଣୟ ଭଜନ ଏହା କାହାର ରଚନା? ଉତ୍ତର ଯଶୋବନ୍ତଙ୍କର। ପରବର୍ତ୍ତୀ ପ୍ରଶ୍ନ, ନାମ ଭଜନ କାହାର ରଚନା? ଉତ୍ତର ବଳରାମ ଦାସଙ୍କର। ପରବର୍ତ୍ତୀ ପ୍ରଶ୍ନ, କାହିଁକିରେ ବାଇମନ ଏହା କାହାର ରଚନା? ଉତ୍ତର ଅନନ୍ତ ଦାସ। ପରବର୍ତ୍ତୀ ପ୍ରଶ୍ନ, ଓଗାଳ ସର୍ବପ୍ରଥମେ କିଏ ରଚନା କରିଥିଲେ? ଉତ୍ତର ଅଚ୍ୟୁତାନନ୍ଦ। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀମଦ୍ ଭାଗବତ ଗୀତାର ରଚୟିତା କିଏ? ଉତ୍ତର ବଳରାମ ଦାସ। ପରବର୍ତ୍ତୀ ପ୍ରଶ୍ନ, ଦାରୁବ୍ରହ୍ମ ଗୀତାର ରଚୟିତା କିଏ? ଉତ୍ତର ଜଗନ୍ନାଥ ଦାସ। ପରବର୍ତ୍ତୀ ପ୍ରଶ୍ନ, ପ୍ରେମ ଭକ୍ତି ବ୍ରହ୍ମଗୀତାର ରଚୟିତା କିଏ? ଉତ୍ତର ଯଶୋବନ୍ତ ଦାସ। ପରବର୍ତ୍ତୀ ପ୍ରଶ୍ନ, ଗରୁଡ଼ ଗୀତାର ରଚୟିତା କିଏ? ଉତ୍ତର ଅଚ୍ୟୁତାନନ୍ଦ। ପରବର୍ତ୍ତୀ ପ୍ରଶ୍ନ, ପଟଳ କହିଲେ କ'ଣ ବୁଝାଯାଏ? ଉତ୍ତର ତନ୍ତ୍ରଶାସ୍ତ୍ରର ଅଧ୍ୟାୟକୁ ପଟଳ ନାମରେ ନାମିତ କରାଯାଇଅଛି। ପରବର୍ତ୍ତୀ ପ୍ରଶ୍ନ, କିଏ 36 ଗୋଟି ସଂହିତା ରଚନା କରିବାର ପ୍ରମାଣ ମିଳେ? ଉତ୍ତର ଅଚ୍ୟୁତାନନ୍ଦ। ପରବର୍ତ୍ତୀ ପ୍ରଶ୍ନ, ମାଳିକାର ସୃଷ୍ଟି ସମୟ କେବେ ବୋଲି କୁହାଯାଇପାରେ? ଉତ୍ତର ପଞ୍ଚସଖା ଯୁଗ। ପରବର୍ତ୍ତୀ ପ୍ରଶ୍ନ, ସ୍ଥାନ ନିର୍ଣ୍ଣୟ କାହାର କୃତି? ଉତ୍ତର ଜଗନ୍ନାଥ ଦାସ। ପରବର୍ତ୍ତୀ ପ୍ରଶ୍ନ, ଧର୍ମ ନିର୍ଣ୍ଣୟ କାହାର କୃତି? ଉତ୍ତର ହିନ୍ଦୀ ସାହିତ୍ୟର ବିଶ୍ୱନାଥ ସିଂହଙ୍କ। ପରବର୍ତ୍ତୀ ପ୍ରଶ୍ନ, ଗାହା ଓ ଦୋହା କିଏ ଲେଖିଥିବାର ଚିତ୍ର ସାମ୍ନାକୁ ଆସେ ବା କୁହାଯାଏ? ଉତ୍ତର ଉପେନ୍ଦ୍ର ଭଞ୍ଜ। ପରବର୍ତ୍ତୀ ପ୍ରଶ୍ନ, ଦୀକ୍ଷା ସମ୍ବାଦ କାହାର କୃତି? ଉତ୍ତର ଜଗନ୍ନାଥ ଦାସ। ଗରୁଡ଼ ଅନନ୍ତ ସମ୍ବାଦ କାହାର କୃତି? ଉତ୍ତର ଅନନ୍ତ ଦାସ। ପରବର୍ତ୍ତୀ ପ୍ରଶ୍ନ, ଚମ୍ପୁ କିପରି ରଚିତ ହୋଇଥାଏ? ଉତ୍ତର କ ଠାରୁ କ୍ଷ ଅକ୍ଷର ନିୟମରେ। ପରବର୍ତ୍ତୀ ପ୍ରଶ୍ନ, କିଶୋର ଚନ୍ଦ୍ରାନନ୍ଦ ଚମ୍ପୁର ସୃଷ୍ଟିକର୍ତ୍ତା କିଏ? ଉତ୍ତର କବି ସୂର୍ଯ୍ୟବଳ ଦେବ। ପରବର୍ତ୍ତୀ ପ୍ରଶ୍ନ, ଡୁମ୍ପା କ'ଣ? ଉତ୍ତର ଡୁମ୍ପା ବାଦ୍ୟ ବିଶେଷ। ପରବର୍ତ୍ତୀ ପ୍ରଶ୍ନ, ନହିଲା ବହି ସୁଜନେ କଲେ ହସ୍ୟାସ୍ପଦ ଏହି ପଦଟି କେଉଁ ଗ୍ରନ୍ଥର? ଉତ୍ତର ପ୍ରେମ ଚିନ୍ତାମଣି। ପରବର୍ତ୍ତୀ ପ୍ରଶ୍ନ, ସାବଧାନେ ଶୁଣ ଯାହା ଜାଣି ତା କହିବା ଏହି ପଦ କେଉଁ ଗ୍ରନ୍ଥର? ଉତ୍ତର ପ୍ରେମ ଚିନ୍ତାମଣି। ପରବର୍ତ୍ତୀ ପ୍ରଶ୍ନ, ପୋଥି କେତେ ପ୍ରକାର ହୋଇପାରେ? ଉତ୍ତର ପୋଥି 2 ପ୍ରକାର। ପରବର୍ତ୍ତୀ ପ୍ରଶ୍ନ, କେଉଁ ପ୍ରକାରର ପୋଥି ଖୁବ୍ ଦୁର୍ଲଭ? ଉତ୍ତର କବି ବା ଗ୍ରନ୍ଥକାର ନିଜ ହାତରେ ଲେଖିଥିବା ପୋଥି। ପରବର୍ତ୍ତୀ ପ୍ରଶ୍ନ, ମହାରାଷ୍ଟ୍ର ପୁରାଣ କେବେ ଏବଂ କାହା ଦ୍ୱାରା ରଚନା ହୋଇଥିଲା? ଉତ୍ତର ଗଙ୍ଗାରାମ ଦତ୍ତଙ୍କ ଦ୍ୱାରା 1751 ମସିହା। ପରବର୍ତ୍ତୀ ପ୍ରଶ୍ନ, ଯେଉଁ ପୋଥିରୁ ପ୍ରଥମେ ପ୍ରତିଲିପି ତିଆରି ହୁଏ ତାକୁ କ'ଣ କୁହାଯାଏ? ଉତ୍ତର ଆଦର୍ଶ ପୋଥି। ପରବର୍ତ୍ତୀ ପ୍ରଶ୍ନ, ଧର୍ମମଙ୍ଗଳ କାହାର କୃତି? ଉତ୍ତର ରୂପରାମ ଚକ୍ରବର୍ତ୍ତୀ। ପରବର୍ତ୍ତୀ ପ୍ରଶ୍ନ, କେଉଁଠି ରୂପରାମଙ୍କର ଧର୍ମମଙ୍ଗଳର ଇଚ୍ଛାଇ ଘୋଷପାଲାର ଗୋଟିଏ ପୋଥି ଅଛି? ଉତ୍ତର ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟ ବଙ୍ଗଳା ପୋଥି ବିଭାଗରେ। ପରବର୍ତ୍ତୀ ପ୍ରଶ୍ନ, ଇଚ୍ଛାଇ ଘୋଷପାଲାର ରଚନାକାଳ କେତେ? ଉତ୍ତର ସନ୍ 1039 ସାଲ ଅର୍ଥାତ୍ 1632 ଖ୍ରୀଷ୍ଟାବ୍ଦ। ପରବର୍ତ୍ତୀ ପ୍ରଶ୍ନ, ଶକାଙ୍କ ମତରେ ଇଚ୍ଛାଇ ଘୋଷପାଲା କେବେ ରଚିତ? ଉତ୍ତର 1604 ଖ୍ରୀଷ୍ଟାବ୍ଦରେ। ପରବର୍ତ୍ତୀ ପ୍ରଶ୍ନ, ଆଦର୍ଶ ପୋଥି ଅବଲମ୍ବନରେ କୌଣସି ସତର୍କ ଲିଖନକାରଙ୍କ ତତ୍ତ୍ୱାବଧାନରେ ଅନୁଲିଖିତ ହୋଇଥାଏ ତାକୁ କ'ଣ କୁହାଯାଏ? ଉତ୍ତର ତାକୁ ସୁରକ୍ଷିତ ପ୍ରତିଲିପି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ଯେଉଁ ପୋଥି ଲିଖନକାର ସ୍ୱାଧୀନ ପ୍ରଚେଷ୍ଟାରେ ଅନୁଲିଖିତ ହୁଏ ତାକୁ କ'ଣ କୁହାଯାଏ? ଉତ୍ତର ଅରକ୍ଷିତ ପ୍ରତିଲିପି। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ଏକ ସଂଶୋଧିତ ପ୍ରତିଲିପି? ଉତ୍ତର ଶ୍ରୀକୃଷ୍ଣ କୀର୍ତ୍ତନ ପୋଥି। ପରବର୍ତ୍ତୀ ପ୍ରଶ୍ନ, ଚଣ୍ଡୀମଙ୍ଗଳର 186 ସଂଖ୍ୟାର ପୋଥି କେଉଁଠାରେ ଅବସ୍ଥିତ? ଉତ୍ତର କଲିକତାର ବିଶ୍ୱବିଦ୍ୟାଳୟଠାରେ। ପରବର୍ତ୍ତୀ ପ୍ରଶ୍ନ, କୃଷ୍ଣ ବିଜୟ କାବ୍ୟପୋଥି କେଉଁଠାରେ ଅଛି? ଉତ୍ତର ଢାକା ବିଶ୍ୱବିଦ୍ୟାଳୟରେ। ପରବର୍ତ୍ତୀ ପ୍ରଶ୍ନ,
ଓଡ଼ିଆ ସାହିତ୍ୟରେ ଶୁଦ୍ଧ ପାଠ ବା ଶୁଦ୍ଧ ସଂସ୍କରଣର ପ୍ରଥମ ପ୍ରବର୍ତ୍ତକ କିଏ? ଉତ୍ତର ଆର୍ତ୍ତବଲ୍ଲଭ। ପରବର୍ତ୍ତୀ ପ୍ରଶ୍ନ, କିଏ ବ୍ୟକ୍ତିଗତ ପ୍ରଚେଷ୍ଟା ଓ ପ୍ରାଚୀ ସମିତି ଜରିଆରେ ବହୁ ପ୍ରାଚୀନ ଗ୍ରନ୍ଥର ଶୁଦ୍ଧ ପାଠ ନିର୍ଣ୍ଣୟ କରିଛନ୍ତି? ଉତ୍ତର ଅଧ୍ୟାପକ ଆର୍ତ୍ତବଲ୍ଲଭ। ପରବର୍ତ୍ତୀ ପ୍ରଶ୍ନ, ଅଧ୍ୟାପକ ଆର୍ତ୍ତବଲ୍ଲଭଙ୍କ କର୍ମମୟ ଜୀବନର ଶେଷ ଅବଦାନ କ'ଣ? ଉତ୍ତର ସାରଳା ମହାଭାରତ ସମ୍ପାଦନା। ପରବର୍ତ୍ତୀ ପ୍ରଶ୍ନ, ଶୁଦ୍ଧ ପାଠର ଅତି ନିକଟବର୍ତ୍ତୀ ସଂଗୃହୀତ ପୋଥି କେଉଁଠି ମିଳିଥିଲା? ଉତ୍ତର ମୁଳୁଗାଁ ଗ୍ରାମରୁ। ପରବର୍ତ୍ତୀ ପ୍ରଶ୍ନ, ଈଶ୍ୱରଙ୍କ ଭାରି ଜାଗୋ ହୋଇଲୁ ଜଗତମାତ ଏହା କେଉଁ ପୋଥିରୁ ମିଳେ? ଉତ୍ତର ମାଳୁଗା ଗ୍ରାମରୁ ସଂଗୃହୀତ ପୋଥିରୁ ମିଳେ। ପରବର୍ତ୍ତୀ ପ୍ରଶ୍ନ, ପ୍ରସନ୍ନ ପୁରୁଷୋତ୍ତମଙ୍କ ଦେଉଳ ଖଞ୍ଜା ପୋଥି ରେ ନୂତନ ଖଞ୍ଜା ନାମରେ କାହାର ନାଁ ଦେଖିବାକୁ ମିଳେ? ଉତ୍ତର ବକ୍ସି ପଟ୍ଟନାୟକ ଓ ବନମାଳୀ ଶ୍ରୀଚନ୍ଦନ। ପରବର୍ତ୍ତୀ ପ୍ରଶ୍ନ, ବନମାଳୀ ଶ୍ରୀଚନ୍ଦନ କିଏ? ଉତ୍ତର ତିଗିରିଆର ତୁଙ୍ଗବଂଶୀୟ ରାଜା। ପରବର୍ତ୍ତୀ ପ୍ରଶ୍ନ, ମୁଁ କାହିଁକି ଲେଖେ ଏହା କାହା ଦ୍ୱାରା ସଂକଳନ ଓ ସମ୍ପାଦନା ହୋଇଥିବା ଜଣାଯାଏ? ଉତ୍ତର ଡକ୍ଟର ବିଜୟାନନ୍ଦ ସିଂହ। ପରବର୍ତ୍ତୀ ପ୍ରଶ୍ନ, ଲୁଇସ୍ ହେମ୍ବର୍ଗ କେଉଁ ବିଷୟରେ 1684 ମସିହାରେ ପାଠକମାନଙ୍କୁ ଅବଗତ କରାଇବା ପାଇଁ ତାଙ୍କ ଦ୍ୱାରା ଲିଖିତ ମୁଖବନ୍ଧ ପାଦଟିକାର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ? ଉତ୍ତର କାଥୋଲିକ ଲିଗ୍। ପରବର୍ତ୍ତୀ ପ୍ରଶ୍ନ, କାହା ଆଦେଶରେ କିଏ ଏବଂ କେବେ ପ୍ରସନ୍ନ ପୁରୁଷୋତ୍ତମ ଦେଉଳ ଖଞ୍ଜା ପୋଥିଟି ଲେଖିଥିବାର ଅନୁମାନ କରାଯାଏ? ଉତ୍ତର ରାଜା ବନମାଳୀ ଶ୍ରୀଚନ୍ଦନଙ୍କ ଆଦେଶରେ ଶ୍ରୀଯୁକ୍ତ ନିତ୍ୟାନନ୍ଦ ବକ୍ସି ପଟ୍ଟନାୟକଙ୍କ ଦ୍ୱାରା 1321 ସାଲ ବା 1914 ମସିହାରେ। ପରବର୍ତ୍ତୀ ପ୍ରଶ୍ନ, ଚଇନିଙ୍କ ଚକଡ଼ା କ'ଣ? ଉତ୍ତର ଖୋର୍ଦ୍ଧା ରାଜାଙ୍କ ରାଜବଂଶାବଳୀ। ପରବର୍ତ୍ତୀ ପ୍ରଶ୍ନ, ମୟୂରଭଞ୍ଜ ରାଜବଂଶାଳୀ ଓ କଳାହାଣ୍ଡି ମାଦଳା କେଉଁ ପ୍ରକାରର ଗ୍ରନ୍ଥ? ଉତ୍ତର ତାଳପତ୍ର ପୋଥି। ପରବର୍ତ୍ତୀ ପ୍ରଶ୍ନ, ମାଦଳା ପାଞ୍ଜି କେଉଁ ମନ୍ଦିରର ପୋଥି? ଉତ୍ତର ପୁରୀ ଶ୍ରୀମନ୍ଦିର। ପରବର୍ତ୍ତୀ ପ୍ରଶ୍ନ, କେଉଁମାନେ ଶ୍ରୀମନ୍ଦିରରେ ପାଞ୍ଜି ପାଠ କରୁଥିଲେ? ଉତ୍ତର ଦେଉଳକରଣ ମାନେ। ପରବର୍ତ୍ତୀ ପ୍ରଶ୍ନ, ମାଦଳା ପାଞ୍ଜି କେତେ ଭାଗରେ ବିଭକ୍ତ ଥିଲା? ଉତ୍ତର 5 ଭାଗ। ସେଗୁଡ଼ିକ ହେଲା ମାଦଳା ପାଞ୍ଜି ରାଜଖଞ୍ଜା, ଦେଶଖଞ୍ଜା, କର୍ମାଙ୍ଗୀ, ଦିନଖଞ୍ଜି ଓ ଚକଡ଼ା। ପରବର୍ତ୍ତୀ ପ୍ରଶ୍ନ, କାହାକୁ ଚକଡ଼ା କୁହାଯାଏ? ଉତ୍ତର ଖୋର୍ଦ୍ଧା ରାଜାଙ୍କ ରାଜବଂଶାବଳୀକୁ ଚଇନିଙ୍କ ଚକଡ଼ା କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ପାଞ୍ଜି ବା ଗ୍ରନ୍ଥମାନଙ୍କୁ ନେଇ ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶାର ଇତିହାସ ଲେଖାଯାଇଥିଲା? ଉତ୍ତର ମୟୂରଭଞ୍ଜ ରାଜବଂଶାଳୀ ଓ କଳାହାଣ୍ଡି ମାଦଳା, ଚକଡ଼ା ଏବଂ ଶ୍ରୀମନ୍ଦିରର ମାଦଳା ପାଞ୍ଜି। ପରବର୍ତ୍ତୀ ପ୍ରଶ୍ନ, ସର୍ବଶାସ୍ତ୍ର ମଧ୍ୟରେ କାହାର ସ୍ଥାନ ପ୍ରଥମ? ଉତ୍ତର ପୁରାଣ। ପରବର୍ତ୍ତୀ ପ୍ରଶ୍ନ, ପୁରାଣ ସଂଖ୍ୟା କେତେ ବୋଲି କୁହାଯାଇଛି? ଉତ୍ତର ଅଷ୍ଟାଦଶ। ପରବର୍ତ୍ତୀ ପ୍ରଶ୍ନ, ପୁରାଣର ସଂଖ୍ୟା ଅଷ୍ଟାଦଶ ବୋଲି କାହିଁକି କୁହାଯାଏ? ଉତ୍ତର ସାଧାରଣତଃ ବିଦ୍ୟା ଅଷ୍ଟାଦଶ ପ୍ରକାରର ହୋଇଥିବାରୁ ଏବଂ ପୁରାଣଗୁଡ଼ିକ ସେହି ଅଷ୍ଟାଦଶ ବିଦ୍ୟାର ସାଙ୍କେତିକ ରୂପ ହୋଇଥିବାରୁ। ପରବର୍ତ୍ତୀ ପ୍ରଶ୍ନ, ଅଷ୍ଟାଦଶ ପୁରାଣର ସୂଚନା କେଉଁଠୁ ମିଳେ? ଉତ୍ତର ଦେବୀ ଭାଗବତରୁ। ପରବର୍ତ୍ତୀ ପ୍ରଶ୍ନ, ମତ୍ସ୍ୟ ପୁରାଣ ଅନୁଯାୟୀ ନିମ୍ନଲିଖିତ ମଧ୍ୟରୁ କେଉଁଟି ସାତ୍ତ୍ୱିକ ପୁରାଣ? ଅପସନ୍ 1 ବ୍ରହ୍ମ, 2 ବ୍ରହ୍ମାଣ୍ଡ, 3 ବିଷ୍ଣୁ, 4 ଅଗ୍ନି। ଏହାର ସଠିକ୍ ଉତ୍ତର ବିଷ୍ଣୁ। ଏଭଳି କିଛି ପ୍ରଶ୍ନ ଆସିପାରେ, ତେଣୁ ମୁଁ ଆପଣଙ୍କୁ ପୁରା ଡିଟେଲ୍ ଗୋଟେ ଲିଷ୍ଟ ଦେଇଦେଉଛି। ସାତ୍ତ୍ୱିକ ପୁରାଣ, ମତ୍ସ୍ୟ ପୁରାଣ ଅନୁଯାୟୀ ସାତ୍ତ୍ୱିକ ପୁରାଣ ଯେଉଁ ରହୁଛି ସେଇଟା ହେଉଛି ବିଷ୍ଣୁ, ପଦ୍ମ, ଗରୁଡ଼, ନାରଦ, ଭାଗବତ, ବରାହ। ଆଉ ରାଜସିକ ପୁରାଣ ବ୍ରହ୍ମ, ବ୍ରହ୍ମାଣ୍ଡ, ବ୍ରହ୍ମବୈରପ୍ତ, ମାର୍କଣ୍ଡେୟ, ବାମନ, ଭବିଷ୍ୟ। ଆଉ ତାମସିକ ପୁରାଣ କୁର୍ମ, ଅଗ୍ନି, ବାୟୁ, ମତ୍ସ୍ୟ, ଲିଙ୍ଗ, ସ୍କନ୍ଧ। ପରବର୍ତ୍ତୀ ପ୍ରଶ୍ନ, ମହାକାବ୍ୟ ବା ଏପିକ୍ର ଗ୍ରୀକ୍ ଶବ୍ଦ କ'ଣ? ଇପସ୍, EPOS। ପ୍ରଥମେ କିଏ ମହାକାବ୍ୟର ଲକ୍ଷଣ ନିର୍ଦ୍ଦେଶ କରିଛନ୍ତି? ପ୍ରଶ୍ନଟି ଆଉଥରେ କହୁଛି, ସର୍ବପ୍ରଥମେ କିଏ ମହାକାବ୍ୟର ଲକ୍ଷଣ ନିର୍ଦ୍ଦେଶ କରିଛନ୍ତି? ଉତ୍ତର ଆରିଷ୍ଟଟଲ।
ପରବର୍ତ୍ତୀ ପ୍ରଶ୍ନ ପୋଏଟିକ୍ସ କାହାର ରଚନା? ଉତ୍ତର ଆରିଷ୍ଟଟଲ। ପରବର୍ତ୍ତୀ ପ୍ରଶ୍ନ କେଉଁ ମହାକାବ୍ୟ ଗୁଡ଼ିକ ସ୍ୱତଃସ୍ଫୂର୍ତ ମହାକାବ୍ୟର ଅନ୍ତର୍ଗତ? ଉତ୍ତର ବାଲ୍ମୀକି ରାମାୟଣ, ବ୍ୟାସଦେବଙ୍କ ମହାଭାରତ ଏବଂ ହୋମରଙ୍କ ଇଲିଆଡ଼ ଓ ଓଡିସି। ପରବର୍ତ୍ତୀ ପ୍ରଶ୍ନ କେଉଁ ମହାକାବ୍ୟ ଗୁଡ଼ିକ ସାହିତ୍ୟିକ ମହାକାବ୍ୟ ଭାବରେ ବିବେଚିତ? ଉତ୍ତର କାଳିଦାସଙ୍କ ରଘୁବଂଶ, କୁମାର ସମ୍ଭବ, ଉର୍ଜିଲଙ୍କର ଏନିଡ୍, ମିଲ୍ଟନଙ୍କର ପାରାଡାଇଜ୍ ଲଷ୍ଟ, ମାଇକେଲ ମଧୁସୂଦନଙ୍କର ମେଘନାଦ ବଧ ଏବଂ ରାଧାନାଥଙ୍କର ମହାଯାତ୍ରା। ପରବର୍ତ୍ତୀ ପ୍ରଶ୍ନ ସାହିତ୍ୟ ଦର୍ପଣ ଗ୍ରନ୍ଥ କାହାର କୃତି? ଉତ୍ତର ବିଶ୍ୱନାଥ। ପରବର୍ତ୍ତୀ ପ୍ରଶ୍ନ ରସକୁ ନେଇ ଶୃଙ୍ଗାର ବୀର ସାନାମ ଏକ ଅଙ୍ଗୀ ରସ ଇଷ୍ୟତେ ଏହା କିଏ ସୂଚନା ଦେଇଛନ୍ତି? ଉତ୍ତର ସାହିତ୍ୟ ଦର୍ପଣକାର ବିଶ୍ୱନାଥ। ପରବର୍ତ୍ତୀ ପ୍ରଶ୍ନ ବିଦ୍ରୁପାତ୍ମକ ମହାକାବ୍ୟ ବା ମକ୍ ଏପିକ୍ କାହାକୁ କୁହାଯାଏ? ଉତ୍ତର କୌଣସି ଲଘୁ ବିଷୟ ବସ୍ତୁକୁ ଉପଜୀବ୍ୟ କରି ପରିହାସମୂଳକ କାବ୍ୟ ରଚନା କରାଗଲେ ତାହାକୁ ବିଦ୍ରୁପାତ୍ମକ ମହାକାବ୍ୟ ବା ମକ୍ ଏପିକ୍ କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ ପୋପଙ୍କର ରେପ୍ ଅଫ୍ ଦି ଲକ୍ ଏବଂ ଭକ୍ତକବି ମଧୁସୂଦନଙ୍କର ଭଣ୍ଡ ରସାୟନ କାବ୍ୟ ଏହା କେଉଁ ଶ୍ରେଣୀ ଅନ୍ତର୍ଗତ? ଉତ୍ତର ବିଦ୍ରୁପାତ୍ମକ ମହାକାବ୍ୟ ଅନ୍ତର୍ଗତ। ପରବର୍ତ୍ତୀ ପ୍ରଶ୍ନ ବାଲାଡ କାହାକୁ କୁହାଯାଉଥିଲା? ଉତ୍ତର ପ୍ରାଚୀନ କାଳରେ ନୃତ୍ୟ ଗୀତ ମାଧ୍ୟମରେ ଯେଉଁ କବିତାକୁ ଗାନ କରାଯାଉଥିଲା ତାହାକୁ ବାଲାଡ କୁହାଯାଉଥିଲା। ପରବର୍ତ୍ତୀ ପ୍ରଶ୍ନ ଗୋବିନ୍ଦ ଚନ୍ଦ୍ର ଗୀତ ଏବଂ ବଉଳାଗାଇ ଗୀତ କେଉଁ ଶ୍ରେଣୀ ଅନ୍ତର୍ଗତ? ଉତ୍ତର ଗାଥା କବିତା ବା ବାଲାଡ। ପରବର୍ତ୍ତୀ ପ୍ରଶ୍ନ ଷୋଡ଼ଶା ବୋଲି କାହାକୁ କୁହାଯାଏ? ଉତ୍ତର 16ଟି ସ୍ୱର ବର୍ଣ୍ଣକୁ ଆଦ୍ୟ ନିମ୍ନରେ ରଖି ଯେଉଁ ଗୀତି କବିତା ସୃଷ୍ଟି କରାଯାଏ ତାହାକୁ ଷୋଡ଼ଶା କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ ଷୋଡ଼ଶା ପ୍ରଥମେ କିଏ ପ୍ରୟୋଗ କରିଥିଲେ? ଉତ୍ତର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ପରବର୍ତ୍ତୀ ପ୍ରଶ୍ନ ଚୌପଦୀ ଚନ୍ଦ୍ର କାହାର ସୃଷ୍ଟି? ଉତ୍ତର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ପରବର୍ତ୍ତୀ ପ୍ରଶ୍ନ କ ଠାରୁ କ୍ଷ 34 ଗୋଟି ବ୍ୟଞ୍ଜନ ବର୍ଣ୍ଣକୁ ନେଇ ଯେଉଁ ଶୈଳୀରେ ରଚନା କରାଯାଏ ତାକୁ କ'ଣ କୁହାଯାଏ? ଉତ୍ତର ଚୌତିସା। ଚୌତିସାକୁ କେଉଁ ଭାଷାରେ କ'ଣ କୁହାଯାଏ? ହିନ୍ଦୀରେ ଅଖରାବଟ, ବଙ୍ଗଳାରେ ମଙ୍ଗଳ, ପାର୍ସୀ ଉର୍ଦ୍ଦୁ ଆରବୀରେ ଏହା ଦିୱାନ ବୋଲି କୁହାଯାଏ, ସୁଫିମାନଙ୍କ ଭାଷାରେ ଏହା ତିରିଶା, ଆସାମରେ ଚତିହା ରୂପେ ପରିଚିତ। ପରବର୍ତ୍ତୀ ପ୍ରଶ୍ନ ସଂସ୍କୃତର ମାତୃକା ସ୍ରୋତ କାହା ସାମଗୋତ୍ରୀୟ ବୋଲି କେତେକ ଗବେଷକ କହିଥାନ୍ତି? ଉତ୍ତର ଚୌତିସା। ପରବର୍ତ୍ତୀ ପ୍ରଶ୍ନ କାହା ମତରେ ଚୌତିସା ଗୁଡ଼ିକୁ ସଂକ୍ଷିପ୍ତ ମାତୃକା ପ୍ରବନ୍ଧ ବା ବ୍ୟଞ୍ଜନ ପ୍ରବନ୍ଧ ବା ଚୌତିସା ପ୍ରବନ୍ଧ ନାମରେ ନାମିତ କରାଯାଇପାରେ? ଉତ୍ତର ପଣ୍ଡିତ ବନାମ୍ବର ଆଚାର୍ଯ୍ୟ। ପରବର୍ତ୍ତୀ ପ୍ରଶ୍ନ କୋଇଲିର ରଚନା କାଳ କେବେ ବୋଲି ଅନୁମାନ କରାଯାଏ? ଉତ୍ତର ଷୋଡ଼ଶ ଶତାବ୍ଦୀ। ପରବର୍ତ୍ତୀ ପ୍ରଶ୍ନ ପ୍ରଥମେ କୋଇଲିକୁ କିଏ ଉପସ୍ଥାପନ କରିଛନ୍ତି? ଉତ୍ତର ମାର୍କଣ୍ଡ ଦାସ। ପରବର୍ତ୍ତୀ ପ୍ରଶ୍ନ ଓଡ଼ିଶାର କୋଇଲି ଭଳି ଆସାମର କ'ଣ? ବାରମାସୀ। ବଙ୍ଗଳାର ବାରମାସ୍ୟା, ମୈଥିଳୀର ବାରମାସ, ହିନ୍ଦୀରେ ବାରହ। ପରବର୍ତ୍ତୀ ପ୍ରଶ୍ନ ପ୍ରସନ୍ନ ପୁରୁଷୋତ୍ତମ ମନ୍ଦିର କିଏ ନିର୍ମାଣ କରିଥିଲେ? ଉତ୍ତର ବନମାଳୀ ଶ୍ରୀଚନ୍ଦନ। ପରବର୍ତ୍ତୀ ପ୍ରଶ୍ନ ପ୍ରସନ୍ନ ପୁରୁଷୋତ୍ତମ ମନ୍ଦିରର ଦେଉଳୀକରଣ କାର୍ଯ୍ୟରେ କିଏ ନିଯୁକ୍ତ ଥିଲେ? ଉତ୍ତର ନିତ୍ୟାନନ୍ଦ ବକ୍ସି ପଟ୍ଟନାୟକ। ପରବର୍ତ୍ତୀ ପ୍ରଶ୍ନ ନିତ୍ୟାନନ୍ଦ ବକ୍ସି ପଟ୍ଟନାୟକ କେଉଁ ଜାତିର ଥିଲେ? ଉତ୍ତର କରଣ। ପରବର୍ତ୍ତୀ ପ୍ରଶ୍ନ ନିତ୍ୟାନନ୍ଦ ବକ୍ସି ପଟ୍ଟନାୟକଙ୍କ ଘର କେଉଁଠି? ଉତ୍ତର ତିଗିରିଆ ଉପରଗଡ଼। ପରବର୍ତ୍ତୀ ପ୍ରଶ୍ନ ନିତ୍ୟାନନ୍ଦ ବକ୍ସି ପଟ୍ଟନାୟକ କେତେ ସମୟ ପର୍ଯ୍ୟନ୍ତ ଦେଉଳୀକରଣ କାର୍ଯ୍ୟ ତୁଲାଉଥିଲେ? ଉତ୍ତର 1925 ମସିହା ଯାଏଁ। ପରବର୍ତ୍ତୀ ପ୍ରଶ୍ନ ରାଜା ବନମାଳୀ ଶ୍ରୀଚନ୍ଦନ ମହାପାତ୍ର ଓଡ଼ିଶାର କେଉଁ ରାଜାଙ୍କ ସମସାମୟିକ ଥିଲେ? ଉତ୍ତର ଗଜପତି ରାଜା ମୁକୁନ୍ଦ ଦେବ। ପରବର୍ତ୍ତୀ ପ୍ରଶ୍ନ ଓଡ଼ିଶାରେ ମନ୍ଦିର ପରିଚାଳନା ଓ ମନ୍ଦିର ଦୈନିକ ଆୟବ୍ୟୟକୁ ନେଇ ପୋଥି ଲେଖାଯାଉଥିବା ପରମ୍ପରା ଓଡ଼ିଶା ରାଜ୍ୟର ସଂଗ୍ରହାଳୟ ସ୍ଥିତ କେଉଁ ପୋଥିରୁ ଦେଖିବାକୁ ମିଳେ?
उत्तर श्री पुरुषोत्तम बड़देउल कार्यविधि। परवर्ती प्रश्न केउं पोथीर प्रेरणा जोगु राजा बनमाली श्रीचंदन चंपती सिंह महापात्र प्रसन्न पुरुषोत्तम देउल खंजा पोथीटी लेखाइबाकू प्रेरणा पाइथिले? उत्तर श्री पुरुषोत्तम बड़देउल कार्यविधि। परवर्ती प्रश्न सारला महाभारतर गोटे संपूर्ण संस्करण प्रथमे केबे एवं केउठारु प्रकाश पाइथिला? उत्तर विंश शताब्दीर प्रथम दशक कटकरू प्रकाश पाइथिला। परवर्ती प्रश्न सर्वप्रथमे सारला महाभारत को संपादित करी किए संस्करण करथिले? उत्तर प्रोफेसर आर्तबल्लभ महांती। परवर्ती प्रश्न प्रोफेसर कृष्णचंद्र साहू सारला महाभारत केबे संपादना करथिले? उत्तर 1978। परवर्ती प्रश्न प्रोफेसर कृष्णचरण साहू अंतिम संपादना केउटी? उत्तर केवल आदि पर्वर किछि अंश और स्वर्गारोहण पर्व। परवर्ती प्रश्न गंगाधर ग्रंथावली किए संपादना करथिले? उत्तर मणीन्द्र कुमार मेहेर। परवर्ती प्रश्न गंगाधर ग्रंथावली केबे एवं कहा द्वारा संकलित और प्रकाशित होइतिला? उत्तर कविपुत्र स्वर्गत भगवान मेहरଙ୍କ द्वारा 1951 मसीह। परवर्ती प्रश्न गंगाधर मेहरଙ୍କ पुत्रଙ୍କ नाम कौन? उत्तर भगवान मेहर। परवर्ती प्रश्न पितृप्रसंग कहार रचना? भगवान मेहरଙ୍କ रचना। परवर्ती प्रश्न ओडिशार अभिजात प्रकाशन संस्था ग्रंथ मंदिर स्वत्वाधिकारी किए थिले? उत्तर माननीय श्रीजुक्त अभिराम महापात्र। परवर्ती प्रश्न श्रीजुक्त अभिराम महापात्र ग्रंथावलीर संकलन और संपादन भार कहा उपरे न्यस्त करथिले? उत्तर मणीन्द्र कुमार मेहेर। परवर्ती प्रश्न शांति संगीत कविताटी कहार रचना? उत्तर डॉक्टर सामंत राय। परवर्ती प्रश्न शांति संगीत कविताटुकू किए तांको संपादित ग्रंथावली रे प्रकाश करथिले? उत्तर डॉक्टर हेमंत कुमार दास। परवर्ती प्रश्न ब्रजमोहन पंडा को लिखित पत्रगुड़िक केउठी प्रकाश पाइथिला? उत्तर श्री शिवप्रसाद दासଙ୍କ संपादित गंगाधर पत्रावली रे। परवर्ती प्रश्न स्वप्नेश्वर दासଙ୍କ लिखित पत्र नवजीवन केउठी प्रकाश पाइथिला? उत्तर भागीरथी पुजारी रचित जीवन पथे गंगाधर। परवर्ती प्रश्न दिव्यराज सिंह को लिखित पत्र ओगेर केउठी प्रकाश पाइथिला? उत्तर भागीरथी पुजारी लिखित जीवन पथे गंगाधर। परवर्ती प्रश्न विभु वंदना कहार कृति? उत्तर मणीन्द्र कुमार मेहरଙ୍କ जेजेबापा बा पितामह श्री भगवान मेहरଙ୍କ द्वारा लिखित। परवर्ती प्रश्न कवि गंगाधरଙ୍କ पिताଙ୍କ नाम कौन थिला? उत्तर चैतन्य मेहेर। परवर्ती प्रश्न मणीन्द्र कुमार मेहेर ग्रंथावली को निर्भुल करने निमंते कहार ग्रंथावलीर साहाय्य अनेक क्षेत्र में नहीं? उत्तर तांको बड़ बापा पूर्णचंद्र मेहेर। परवर्ती प्रश्न उत्कल साहित्य रे प्रकाशित कविंको लेखार तालिका शांति निकेतन को किए पठाई देथिले? उत्तर डॉक्टर कैलाश पट्टनायक। परवर्ती प्रश्न संपर्क पत्रिकार संपादक किए? उत्तर श्री सुकमणि मेहेर मणीन्द्र कुमार मेहेरଙ୍କ अनुज। परवर्ती प्रश्न बाजी राउत और अन्यान्य कवितारू केतोटी कविता बाछी किए दि बोटमैन बॉय एंड अदर पोएम्स शीर्षक अनुवाद करथिले? उत्तर सरोजिनी नायडू कनिष्ठ भ्राता विख्यात कलाकार हरीन्द्रनाथ चट्टोपाध्याय। परवर्ती प्रश्न पाथेय किए एवं केबे प्रकाश करिसंती? उत्तर सची राउतराय 1931 रु 1932 मध्य। परवर्ती प्रश्न को जीवा पूर्व सची राउतराय किसी सृष्टि उपर नजर पकेबा। पूर्णिमा काव्य नाटिका 1932 रु 1933 रे सृष्टि। चित्रगिर्भ 1936 उपन्यास एटा कलिकता दीपक संघ रु प्रकाशित।
ପ୍ରେମ ଉପନ୍ୟ ସାମାଜିକ ପ୍ରବନ୍ଧ କଳିକତା ଦୀପକ ସଂଘ 1935 ପ୍ରକାଶିତ। ଅଭିଯାନ ବୈପ୍ଳବିକ କବିତା ସଂଗ୍ରହ 1938। ରକ୍ତଶିଖା ବୈପ୍ଳବିକ କବିତାବଳୀ 1939। ବାଜିରାଉତ 1941 ପରେ 1942। ପଲ୍ଲିଶ୍ରୀ 1942ର ତାଙ୍କ କୃତି। ପାଣ୍ଡୁଲିପି 1947ର ତାଙ୍କ କୃତି। ହଂସତଃ ବ୍ୟଙ୍ଗ କବିତା ସମଷ୍ଟି 1947 ମସିହାରେ ତାଙ୍କ କୃତି। ଅଭିଜ୍ଞାନ କବିତା ସଂକଳନ 1948। ଭାନୁମତୀର ଦେଶ କାବ୍ୟ 1948। ଏତଦ୍‌ବ୍ୟତୀତ ଗଳ୍ପ ସଂକଳନ ମଶାଣିର ଫୁଲ 1947। ମାଟିର ତାଜ 1947। ଛାଇ 1948 ତାଙ୍କର ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା। ତାପରେ 1958 ମସିହାରେ ସ୍ୱଗତ କବିତା ସଂଗ୍ରହ ଓ କବିତା 1962 କବିତା ଗୁଚ୍ଛ ନୂତନ ଦୃଷ୍ଟିଭଙ୍ଗୀର ପରିଚୟ ନେଇ ପ୍ରକାଶିତ ହୋଇଥିଲା। ତେବେ ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ। କବିତା କେବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କଲା? ଉତ୍ତର 1962 ମସିହା। ପରବର୍ତ୍ତୀ ପ୍ରଶ୍ନ। ମାୟାକୋଭସ୍କିଙ୍କ କବିତା ସଂଗ୍ରହ ସୋଭିଏତ ଦେଶ ନେହେରୁ ପୁରସ୍କାର କେବେ ପ୍ରାପ୍ତ କରିଥିଲା? ଉତ୍ତର 1955। ପରବର୍ତ୍ତୀ ପ୍ରଶ୍ନ। ମାୟାକୋଭସ୍କିଙ୍କ କବିତା ସଂଗ୍ରହ କେଉଁ ପୁରସ୍କାର ପ୍ରାପ୍ତ କରିଥିଲା? ଉତ୍ତର ସୋଭିଏତ ଦେଶ ନେହେରୁ ପୁରସ୍କାର ପ୍ରାପ୍ତ କରିଥିଲା। ପରବର୍ତ୍ତୀ ପ୍ରଶ୍ନ। ଏସିଆର ସ୍ୱପ୍ନ କାହାର କୃତି ଏବଂ କେବେ ପ୍ରକାଶିତ ହୋଇଥିଲା? ସଚି ରାଉତରାୟ 1970। ପରବର୍ତ୍ତୀ ପ୍ରଶ୍ନ। କିଏ ଏବଂ କେବେ ସଚି ରାଉତରାୟ ଏ ପୋଏଟ୍ ଅଫ୍ ଦି ପିପୁଲ ପ୍ରକାଶିତ କରାଇଥିଲେ? ଉତ୍ତର ବସୁଧା ଚକ୍ରବର୍ତ୍ତୀ 1955ରେ। ପରବର୍ତ୍ତୀ ପ୍ରଶ୍ନ। ଓଡ଼ିଆ ସାହିତ୍ୟର ପ୍ରଥମ ଆତ୍ମଜୀବନୀ କ'ଣ? ଉତ୍ତର ଫକୀରମୋହନଙ୍କ ଆତ୍ମଚରିତ। ପରବର୍ତ୍ତୀ ପ୍ରଶ୍ନ। ଫକୀରମୋହନ ସେନାପତିଙ୍କ ବଡ଼ବାପାଙ୍କ ନାମ କ'ଣ? ଉତ୍ତର ପୁରୁଷୋତ୍ତମ ସେନାପତି। ପରବର୍ତ୍ତୀ ପ୍ରଶ୍ନ। ବିଦ୍ୟାରମ୍ଭ 1856 କାହା ଜୀବନ ଚରିତ ଉପରେ ସଂଯୋଜିତ? ଉତ୍ତର ଫକୀରମୋହନ ସେନାପତି। ପରବର୍ତ୍ତୀ ପ୍ରଶ୍ନ। ସିଝାଲ ସିଝାଇ ଓ ନିମକ ହାଲାଲ ମାହାଲ କାହାର ସଂଯୋଜିତ ଆତ୍ମଜୀବନୀ? ଉତ୍ତର ମୋହିନୀ ମୋହନଙ୍କ ଦ୍ୱାରା ଫକୀରମୋହନ ସେନାପତିଙ୍କ। ପରବର୍ତ୍ତୀ ପ୍ରଶ୍ନ। କେବେ ଫକୀରମୋହନ ଦ୍ୱିତୀୟ ବିବାହ କରିଥିଲେ? ଉତ୍ତର 1872 ମସିହାରେ। ପରବର୍ତ୍ତୀ ପ୍ରଶ୍ନ। ନୀଳଗିରିରେ ଫକୀରମୋହନ କେବେ ଦେବାନ ଭାବରେ ଯୋଗ ଦେଲେ? ଉତ୍ତର 1872 ମସିହା ଅକ୍ଟୋବର ମାସରେ। ପରବର୍ତ୍ତୀ ପ୍ରଶ୍ନ। ଫକୀରମୋହନ କେବେ ତାଙ୍କ ଆତ୍ମଚରିତ ଲେଖୁଥିଲେ ବୋଲି କୁହାଯାଏ? ଉତ୍ତର 1917 ମସିହାରେ। ପରବର୍ତ୍ତୀ ପ୍ରଶ୍ନ। ଶିବନାଥ ଶାସ୍ତ୍ରୀଙ୍କ ଆତ୍ମଚରିତ କେବେ ପ୍ରକାଶିତ ହୋଇଥିଲା? ଉତ୍ତର 1918 ମସିହାରେ। ପରବର୍ତ୍ତୀ ପ୍ରଶ୍ନ। ଶିବନାଥ ଶାସ୍ତ୍ରୀ କିଏ ଥିଲେ? ଉତ୍ତର ଭକ୍ତକବି ମଧୁସୂଦନଙ୍କ ଦ୍ୱିତୀୟ କନ୍ୟା ଅବନ୍ତୀଙ୍କର ଶ୍ୱଶୁର। ପରବର୍ତ୍ତୀ ପ୍ରଶ୍ନ। କିଏ ଏବଂ କେବେ ଫକୀରମୋହନଙ୍କୁ ଆତ୍ମଜୀବନୀ ଲେଖିବା ପାଇଁ ସମ୍ବଲପୁର ହିତେଶିଣୀରେ ଏକ ଖୋଲା ଚିଠି ପ୍ରକାଶ କରାଇଥିଲେ? ଉତ୍ତର ଅଶରଫ ଅଲି ଖାଁ 1914 ମସିହା ଡିସେମ୍ବର 19 ତାରିଖରେ। ପରବର୍ତ୍ତୀ ପ୍ରଶ୍ନ। କେଉଁ ପରିଚ୍ଛେଦଟିକୁ ସୁରେନ୍ଦ୍ର ମହାନ୍ତି ଓଡ଼ିଆ ଭାଷାର ସଙ୍କଟ ଶୀର୍ଷକରେ ନାମିତ କରିଛନ୍ତି? ଉତ୍ତର ଓଡ଼ିଆ ସ୍ୱତନ୍ତ୍ର ଭାଷା ନୟ। ପରବର୍ତ୍ତୀ ପ୍ରଶ୍ନ। ଫକୀରମୋହନଙ୍କ ପୁତ୍ରଙ୍କ ନାମ କ'ଣ? ଉତ୍ତର ମୋହିନୀ ମୋହନ। ପରବର୍ତ୍ତୀ ପ୍ରଶ୍ନ। ଟାଇମ୍ସ ଅଫ୍ ଇଣ୍ଡିଆ ସମ୍ବାଦପତ୍ରର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ? ଉତ୍ତର ବମ୍ବେ। ପରବର୍ତ୍ତୀ ପ୍ରଶ୍ନ। ଗୋଟିଏ ଭାରତୀୟ ସମ୍ବାଦପତ୍ରରେ କେତେଜଣ ମୁଖ୍ୟ ଉପସମ୍ପାଦକ ଥାନ୍ତି? ଉତ୍ତର 3 ଜଣ। ପରବର୍ତ୍ତୀ ପ୍ରଶ୍ନ। ନୋଜ୍ ଫର୍ ନ୍ୟୁଜ୍ ଭାବେ କିଏ ଜଣାଶୁଣା? ଉତ୍ତର ମୁଖ୍ୟ ଉପସମ୍ପାଦକ। ପରବର୍ତ୍ତୀ ପ୍ରଶ୍ନ। ପାଠକୀୟ ସର୍ବେକ୍ଷଣ ପ୍ରଥମେ କିଏ ଆରମ୍ଭ କରିଥିଲେ? ଉତ୍ତର ଆମେରିକୀୟ ପରିସଂଖ୍ୟାନବିତ୍ ଜର୍ଜ ଏଚ୍ ଗ୍ୟାଲଫ। ପରବର୍ତ୍ତୀ ପ୍ରଶ୍ନ। ଖବରଦାତାଙ୍କ ପାଖରୁ ଖବରଟି ନ୍ୟୁଜ୍ ଡେସ୍କକୁ ଆସିଲା ପରେ ତାକୁ ପ୍ରକାଶଯୋଗ୍ୟ କରିବା ଦାୟିତ୍ୱ କାହାର? ଉତ୍ତର ସହ ସମ୍ପାଦକଙ୍କର। ପରବର୍ତ୍ତୀ ପ୍ରଶ୍ନ। ଘଟଣାର ସାରମର୍ମକୁ ବୁଝାଉଥିଲା ଭଳି ଯେଉଁ ଲିଡ୍ ଲେଖାଯାଇଥାଏ ତାହାକୁ କ'ଣ କୁହାଯାଏ? ତାହାକୁ ସମରି ଲିଡ୍ କୁହାଯାଏ।
ପରବର୍ତ୍ତୀ ପ୍ରଶ୍ନ ଏକ ବିଦେଶୀ ଭାଷାର ଶବ୍ଦ ଗ୍ରହଣକୁ କ'ଣ ବୋଲି କୁହାଯାଏ? ଉତ୍ତର ଲୋନ୍ ୱାର୍ଡ଼। ପରବର୍ତ୍ତୀ ପ୍ରଶ୍ନ ଭାରତରେ କେଉଁ ଇଂରାଜୀ ଗ୍ରହଣୀୟ? ଉତ୍ତର ବ୍ରିଟିଶ ଇଂରାଜୀ। ପରବର୍ତ୍ତୀ ପ୍ରଶ୍ନ ବିଜ୍ଞାପନ ଦେବା ପାଇଁ ବିଜ୍ଞାପନଦାତାଙ୍କ ଉପରେ କେଉଁ କଲମ ଉପରେ ଅଧିକ ଦେୟ ଧାର୍ଯ୍ୟ କରାଯାଏ? ଉତ୍ତର ଡିସପ୍ଲେ କଲମ। ପରବର୍ତ୍ତୀ ପ୍ରଶ୍ନ ଆମେରିକାର ମାସିକ ପତ୍ରିକା କମେଣ୍ଟାରୀର ମୁଖ୍ୟ ସମ୍ପାଦକଙ୍କ ନାମ କ'ଣ? ଉତ୍ତର ନର୍ମନ ପୋଡୋରେଜ। ପରବର୍ତ୍ତୀ ପ୍ରଶ୍ନ କାହା ମତରେ ମତ ଓ ତତ୍ତ୍ୱ ନ ବଦଳାଇ କୌଣସି ଏକ ଲିଖନରେ ଥିବା ତ୍ରୁଟି ବିଚ୍ୟୁତି ଓ ଦେବା ବେଢଙ୍ଗିଆ ଶୈଳୀକୁ ମାର୍ଜିତ କରି ତାକୁ ସରଳ ରୂପେ ପୂର୍ବାପେକ୍ଷା ଅଧିକ ଆକର୍ଷଣୀୟ ଓ ସୁନ୍ଦର କରିବାକୁ କୁହାଯାଏ ସମ୍ପାଦନା? ଉତ୍ତର ନର୍ମନ ପୋଡୋରେଜ। ପରବର୍ତ୍ତୀ ପ୍ରଶ୍ନ କାହା ଅନୁଯାୟୀ କୌଣସି ସୂଚନାକୁ ଧାରଣ କରିବା ଠାରୁ ଆରମ୍ଭ କରି ତାକୁ ଉପଲବ୍ଧି କରିବା, ତାହାକୁ ରୂପ ଦେବା ଓ ଶେଷରେ ଜଣାଇଦେବା ହିଁ ସମ୍ପାଦନାର ପ୍ରକ୍ରିୟା? ଉତ୍ତର ବରିଷ୍ଠ ସାମ୍ବାଦିକ ଦସୁ କ୍ରିଷ୍ଣାମୂର୍ତ୍ତି। ପରବର୍ତ୍ତୀ ପ୍ରଶ୍ନ ଖବରକାଗଜର ଗେଟକିପର ବା ଜଗୁଆଳ ବୋଲି କାହାକୁ କୁହାଯାଏ? ଉତ୍ତର ସହ ସମ୍ପାଦକମାନଙ୍କୁ। ପରବର୍ତ୍ତୀ ପ୍ରଶ୍ନ ଖବରଦାତାଙ୍କ ପାଖରୁ ଖବରଟି ନ୍ୟୁଜ୍ ଡେସ୍କକୁ ଆସିଲା ପରେ ତାକୁ ପ୍ରକାଶଯୋଗ୍ୟ କରିବା କାହାର ଦାୟିତ୍ୱ? ଉତ୍ତର ସହ ସମ୍ପାଦକମାନଙ୍କର। ପରବର୍ତ୍ତୀ ପ୍ରଶ୍ନ କିଭଳି ଖବର ପାଇବା ପାଇଁ ଖବରଦାତା ସଦାବେଳେ ଅନାଇ ବସିଥାନ୍ତି? ଉତ୍ତର ଏକ୍ସକ୍ଲୁସିଭ ବା ସ୍ୱତନ୍ତ୍ର ଖବର। ପରବର୍ତ୍ତୀ ପ୍ରଶ୍ନ ଦର୍ଶନ ଶାସ୍ତ୍ରରେ ଯିଏ ନିପୁଣ ତାକୁ କ'ଣ କୁହାଯାଏ? ଉତ୍ତର ଦାର୍ଶନିକ। ଜୟ କରିବାର ଇଚ୍ଛା ଜିଜ୍ଞାସା, ପାନ କରିବାର ଇଚ୍ଛା ପିପାସା, ସତ୍ୟ ଉପରେ ନିଷ୍ଠା ଯାହାର ସତ୍ୟନିଷ୍ଠ, ପଶ୍ଚିମ ଦିଗରୁ ଆସୁଥିବା ପଶ୍ଚିମା, ଏହିଭଳି କିଛି ପ୍ରଶ୍ନ ଅଛି। ଆପଣମାନେ MA OD9ର ବ୍ଲକ୍ 1463 ପେଜ୍କୁ ଟିକେ ଦେଖିଦେଇଥିବେ। ରହିଲେ ଭିଡ଼ିଓଟି ଯଦି ଆପଣମାନଙ୍କୁ ପସନ୍ଦ ଆସିବ ତାହେଲେ ଲାଇକ୍, ସେୟାର ଆଣ୍ଡ କମେଣ୍ଟ କରିବେ। ଜୟ ଜଗନ୍ନାଥ।